नमस्कार प्रेज द लॉर्ड। आशा करुच्ची समस्ते भल थे। रमाकांत सार एक न्यूज देखुली से जगह बहुत आलोचना कर जो न्यूज बनाया आसी ताके बहुत किसी प्रश्न कर से प्रश्नर उत्तर रमाकांत पाणे ताके बहुत सुंदर भाव रखिंट भल लगे। प्रभुଙ୍କର ଗୌରବ ଆପଣଙ୍କୁ ପ୍ରଶ୍ନ ପଚାର। ସାର୍ ଆପଣ ଅତି ଅଳ୍ପ ବୟସରେ ଅନେକ ଲୋକଙ୍କୁ ଆପଣ ଫଲୋவர் ଅନେକ ଲୋକ ଅଛନ୍ତି। ଆଜି ଦେଖୁଛୁ ଓଡ଼ିଶାରେ ନେତା ମନ୍ତ୍ରୀ ପଇସା ଦେଇକି ଡାକିଲେ ମଧ୍ୟ ଲୋକ ଯାଉନାହାନ୍ତି, କିନ୍ତୁ ଆପଣଙ୍କୁ ଖୋଜି ଖୋଜି ଅନେକ ଦୂରରୁ ଆସୁଛନ୍ତି। ଆପଣଙ୍କ ପାଖରେ ଏମିତି କ'ଣ ଶକ୍ତି ରହିଛି ଲୋକ ଆପଣଙ୍କ ପାଖକୁ ଆସୁଛନ୍ତି? ବହୁତ ବଢିଆ ପ୍ରଶ୍ନ ପଚାରିଛନ୍ତି। ଆପଣଙ୍କ ମାଧ୍ୟମରେ ଅନେକ ଲୋକମାନଙ୍କର ମନରେ ପ୍ରଶ୍ନ ରହିଥିବ ସାର୍, ଆଉ ସମସ୍ତେ ଭେଟ ତ କରିପାରିବେ ନାହିଁ ସାର୍, କିନ୍ତୁ ମୁଁ ଧନ୍ୟବାଦ ଦଉଛି ଆପଣଙ୍କୁ, ଆପଣଙ୍କ ଟିମକୁ। ଆଜି ସେମାନେ ଜାଣିପାରିବେ। ସାର୍, ଆମେ ବି ଭାବୁଛୁ ଭାଗ୍ୟବାନ ଲୋକ, ଭାଗ୍ୟବାନ ଆପଣଙ୍କୁ ଭେଟି ପାରିଛୁ। ନିଶ୍ଚୟ ନିଶ୍ଚୟ ପ୍ରଭୁଙ୍କ ଅନୁଗ୍ରହ। ଦେଖନ୍ତୁ, ଆପଣଙ୍କ ପ୍ରଶ୍ନ ଥିଲା ଆଉ ଏତେ କମ ବୟସରେ ଓଡ଼ିଶା ବାହାରେ ପ୍ରସିଦ୍ଧ ହେବା ଏକ ସାଧାରଣ ବିଷୟ ନୁହେଁ। ସର୍ବପ୍ରଥମ ବିଷୟ ହେଉଛି ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ ଯେତେ କମ ବୟସରେ ମତେ ଉଠେଇଛନ୍ତି। ଦ୍ୱିତୀୟ ବିଷୟ ହେଉଛି ଲୋକ ମତେ କାହାକୁ ନେଇ ଜାଣିଛନ୍ତି, କାହାକୁ ନେଇ ମୁଁ ପ୍ରସିଦ୍ଧ। ଆପଣ ଯେମିତି କହିଲେ କୌଣସି ରାଜନେତା ଲୋକଙ୍କୁ ଡାକିବାକୁ ହେଲେ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ। ମୁଁ କୌଣସି ନେତା ନୁହେଁ, ମୋର କୌଣସି ଡେଜିଗ୍ନେସନ ନାହିଁ। ମୋର ଯୋଉ ଡେଜିଗ୍ନେସନ ରହିଛି, କାହାକୁ ନେଇକି ମୋର ଡେଜିଗ୍ନେସନ ରହିଛି, ମୋର ସେବାକୁ ନେଇକି ଡେଜିଗ୍ନେସନ ରହିଛି, ଯାହା ପ୍ରଭୁ ଯୀଶୁଙ୍କ ଦ୍ୱାରା ହେଉଛି। ଏ ଯୋଉ ହଜାର ହଜାର ପରିମାଣରେ ଲୋକ ଆସୁଛନ୍ତି, ସେବା ଗୋଟେ ବ୍ୟକ୍ତି ଯଦି ପାଇବ ନାହିଁ ତାହେଲେ ସେ କାହିଁକି ଆସିବ? ନିଶ୍ଚିତ ଭାବରେ କିଛି ଗୋଟେ ସେବା ଆପଣଙ୍କ ପାଖରେ ରହିଛି, ସେଥିପାଇଁ ଲୋକ ଖୋଜି ଖୋଜି ଆପଣଙ୍କ ପାଖକୁ ଆସୁଛନ୍ତି। ନିଶ୍ଚୟ। ତ ଆଉ ଗୋଟେ କଥା ସାର୍, ଆମେ ଦେଖୁଛୁ ଆପଣଙ୍କ ରୋଗୀମାନଙ୍କୁ ବିନା ମୂଲ୍ୟରେ ନା କିଛି ସ୍ୱାର୍ଥ ରଖିକି କିଛି ଫିଜ୍ ନେଇକି ଆପଣ ପ୍ରାର୍ଥନା କରୁଛନ୍ତି। ପ୍ରଥମ ବିଷୟ ହେଉଛି ଯେତେବେଳେ ଆମେ ସେବା କାର୍ଯ୍ୟ ଆରମ୍ଭ କରିଥିଲୁ ସାର୍, ଆମେ କୌଣସି ମୂଲ୍ୟ ରଖିନଥିଲୁ ସାର୍, କି ବର୍ତ୍ତମାନ ସୁଦ୍ଧା ଆମେ ମୂଲ୍ୟ ରଖିନାହୁଁ। କିନ୍ତୁ ଯେତେବେଳେ ଅଧିକାଂଶ ଭିଡ଼ ହେଉଛି ସାର୍, ସେବା କାର୍ଯ୍ୟକୁ ନିୟନ୍ତ୍ରଣ କରିବା ପାଇଁ ହଜାର ହଜାର ଯୋଉ ଲୋକ ଆସିବା ପାଇଁ ତାହାକୁ ନେଇକି ରେଜିଷ୍ଟ୍ରେସନ କରାହଉଛି, ତାଇରେ ଗୋଟେ ନିୟନ୍ତ୍ରଣ ଆସିପାରୁଛି। ଗୋଟେ ଘରେ ଗୋଟେ ପରିବାରରେ ଯଦି 6-7 ଜଣ ରହିଯାଆନ୍ତି ତାହେଲେ 7 ଜଣରୁ 10 ଜଣ ହେବେ ଟଏଲେଟ ଯିବାକୁ ଜଗିବାକୁ ପଡେ। ଥରେ ଚିନ୍ତା କରନ୍ତୁ, ଯୋଉ ହଜାର ହଜାର ଲୋକ ଆସୁଛନ୍ତି ତାଙ୍କୁ ବି ଟଏଲେଟ ଯିବାର ଅଛି, ବାଥରୁମ ଯିବାର ଅଛି, କାହାକୁ ଟିକେ ପାଣି ପିଇବାକୁ ପଡିବ। ଏଇ ବିଷୟକୁ ଆକ୍ଷେପ କରିକି ରଖିକି, ଚକ୍ଷୁ ସମ୍ମୁଖରେ ରଖିକି ଆମେ କିଛି ରେଜିଷ୍ଟ୍ରେସନ ରଖିଛୁ। ଯେଉଁମାନେ ଦେଇପାରୁଛନ୍ତି ଆଉ ସେମାନଙ୍କ ଠାରୁ ଆମେ ଗ୍ରହଣ କରୁଛୁ, ଯେଉଁମାନେ ଦେଇପାରୁନାହାନ୍ତି ସେମାନଙ୍କ ଠାରୁ ଆମେ ଗ୍ରହଣ କରୁନାହୁଁ, କିନ୍ତୁ ଆମ ସେବାକୁ ଆମେ ରଖିଅଛୁ। ସାର୍, ଏଇ ଯୋଉ ସିଦ୍ଧି ପ୍ରାପ୍ତି ହେବା ପାଇଁ ଆପଣଙ୍କୁ କଣ କଣ ପରିଶ୍ରମ କରିବାକୁ ପଡିଥିଲା? ସେଇ କଥା ମୁଁ କହୁଛି। ଗୋଟେ ଯୁବା ସମୟରେ ଆତ୍ମିକତା ଉପରେ ଭରସା କରିବା, ବିଶ୍ୱାସ କରିବା ଏକ ବହୁତ ବଡ କଷ୍ଟର ବିଷୟ। ପ୍ରତି ପରିବାରରେ ଗୋଟେ ସ୍ୱପ୍ନ ରହିଥାଏ, ମୋ ପୁଅ ଯୋଉ ବି ଚାକିରି କରିବ ଟିକେ ଭଲ ଟଙ୍କା ଅର୍ଜନ କରିବ। ଯେତେବେଳେ ମୋ ବାପାଙ୍କର ବି କିଛି ସ୍ୱପ୍ନ ଥିଲା, ଆଉ ମୁଁ ସୁଯୋଗ ପାଇଲି ବାହାରକୁ ଯିବା ପାଇଁ, ଫରେନ୍ କଣ୍ଟ୍ରିରେ ମୁଁ କାମ କରୁଥିଲି। ସେଇ ସମୟରେ ଯାହା ଟଙ୍କା ରହିଥିଲା, ଦରମା ରହିଥିଲା ପରିବାର ପାଇଁ, ତାହାକୁ ପରିତ୍ୟାଗ କରିକି ଆସିକି ସେବା କରିବା ସହଜ ବିଷୟ ପ୍ରକୃତରେ ଆପଣ ଫରେନ୍ କଣ୍ଟ୍ରିରେ ଯୋଉ ସର୍ଭିସ କରୁଥିଲେ, ସେଠୁ ଛାଡିକି ଆସିବାର ଉଦ୍ଦେଶ୍ୟ କଣ ଥିଲା? ଗୋଟିଏ ଉଦ୍ଦେଶ୍ୟ, ଲୋକମାନଙ୍କୁ କିପରି ଆମେ ସେବା କରିପାରିବା। ପ୍ରଭୁଙ୍କୁ କିଭଳି ଭାବରେ ଆପଣ ଗ୍ରହଣ କରିଥିଲେ? ପ୍ରଥମେ ତ ଆଜିକାଲି ତ ଦେଖନ୍ତୁ, ଆପଣ ସୌନ୍ଦର୍ଯ୍ୟ ବି ଅଛନ୍ତି,
ସବୁ ଜିନିଷ ଅଛନ୍ତି ସାଂସାରିକ ମୋହମାୟାର ଲୋକଟି ଆପଣ ହଠାତ୍ ପ୍ରଭୁଙ୍କ ଆଡ଼କୁ କେମିତି ମନ ବଢ଼େଇଲେ ଆଉ ଆପଣଙ୍କର ନେବା ଲୋକ ମାନେ ଯିଏକି ଆପଣଙ୍କୁ ପରିବର୍ତ୍ତନ କରିଥିଲେ ସିଏ ପ୍ରକୃତରେ ଆପଣଙ୍କୁ ପରିବର୍ତ୍ତନ କରିଥିଲେ ନା ନିଜେ ପରିବର୍ତ୍ତନ କରିଥିଲେ ଆପଣ? ଯେକୌଣସି ପୃଥିବୀର ବ୍ୟକ୍ତି ହଉ ମନରେ ଗୋଟେ ସ୍ୱପ୍ନ ରହିଥାଏ, ଆଶା ରହିଥାଏ, ସେ ଚାहे ଧନୀ ହଉ ଗରିବ ହଉ କାହାଠାରୁ ଟିକେ ସ୍ନେହ ଟିକେ ପାଇବ। ଯେଉଁ ସ୍ନେହ ପ୍ରେମ ପ୍ରକୃତରେ ମୁଁ ପ୍ରଭୁ ଯୀଶୁଙ୍କ ଠାରୁ ପାଇଥିଲି ସେଠୁ ମୋର ପରିବର୍ତ୍ତନ ଆସିଥିଲା। ଆଉ ଗୋଟେ ପ୍ରଶ୍ନ ହେଲା ସାର୍, ଆପଣଙ୍କର ସବୁଠାରୁ ସାର୍ ପ୍ରକୃତରେ ଆପଣଙ୍କ ପାଖରେ ଅନେକ ଗୁଡ଼ାଏ ଲୋକ ଆସୁଛନ୍ତି, ଅସୁସ୍ଥ ଲୋକ ମାନେ ଯେଉଁମାନେ ରୋଗୀମାନେ ଆସୁଛନ୍ତି, ଅନେକ ଲୋକ ପୁଣି ଆପଣଙ୍କୁ ଖୋଜି ଖୋଜି ଆସୁଛନ୍ତି, କ'ଣ ପାଇଁ ଆସୁଛନ୍ତି? ରୋଗୀମାନେ କ'ଣ ପାଇଁ ଆସିବେ? ରୋଗୀମାନେ ତ ପ୍ରକୃତରେ ହସ୍ପିଟାଲକୁ ଯିବା କଥା, କିମ୍ବା ବଡ଼ ମେଡ଼ିକାଲକୁ ଯିବା କଥା ନିଶ୍ଚୟ, କିନ୍ତୁ ଆପଣଙ୍କ ପାଖରେ କାହିଁକି ଆସୁଛନ୍ତି? ସେମାନେ କହିବା ଅନୁସାରେ ସେମାନେ ଯେତେବେଳେ ଉତ୍ତର ପାଇପାରୁନାହାନ୍ତି, ସୁସ୍ଥ ହୋଇପାରୁନାହାନ୍ତି, ବେଳେବେଳେ ଅପରେସନ୍ କଲା ପରେ ବି ସେମାନଙ୍କର ଅପରେସନ୍ ପରେ ବି କାହାର ପେଟରେ ଛୁଞ୍ଚି ରହିଯାଏ, କାହା ପେଟରେ ଇନଫେକ୍ସନ୍ ରହିଯାଏ, ସୁସ୍ଥତା ନହେଲା ପରେ ସେମାନେ ଆସନ୍ତି। ଆଉ ଯେତେବେଳେ ଏ ଜାଗାରେ ଆସିଲେ ସେମାନେ ଆସିଲା ପରେ ସେମାନେ ସୁସ୍ଥତା ପାଆନ୍ତି, ଆଉ ମେଡ଼ିକାଲ ଦ୍ୱାରା ବି ସୁସ୍ଥତା ପାଉଛନ୍ତି, ଆମ ଦ୍ୱାରା ବି ପାଉଛନ୍ତି। ଯେଉଁମାନେ ଆମ ଦ୍ୱାରା ପାଉଛନ୍ତି ସେମାନଙ୍କର ଲୋକପ୍ରିୟ ବଢ଼ୁଛି ଆଉ ଅଧିକ ମାତ୍ରାରେ ସେମାନେ ଆସିପାରୁଛନ୍ତି। ଆଚ୍ଛା, ଆପଣ ଆସିଲା ପରେ ସେମାନଙ୍କୁ କେଉଁଭଳି ଭାବରେ ମାନେ ତେଲ ଲଗାଉଛନ୍ତି ନା ପ୍ରାର୍ଥନା କରୁଛନ୍ତି? ମୁଁ ତ ଗୋଟେ କ୍ଲିପ୍ରେ ଦେଖୁଥିଲି ଆପଣଙ୍କର ଯେଉଁ ଚର୍ମ ରୋଗ ବ୍ୟକ୍ତି ଜଣେ ଆସିଥିଲା, ନିଶ୍ଚୟ ଇଏ ଦେଖୁଥିଲି ଯେ ଆପଣ ସଫା କରି ତାକୁ ସବୁ ଜିନିଷ କରି କ'ଣ ଲଗାଉଥିଲେ ସେଟା? ସେ ବ୍ୟକ୍ତି ଯେତେବେଳେ ମେଡ଼ିକାଲ ଥିଲେ, ମୋର ଏଇଟା ବହୁତ ଦିନ ପୁରୁଣା କଥା, ମୋତେ ଠିକ୍ ମନେ ନାହିଁ, ଭେଲୋର ହସ୍ପିଟାଲ ନା ବୈଜାଗ ହସ୍ପିଟାଲରୁ ସେ ରିଟର୍ନ ହେଇଥିଲେ। ଆଚ୍ଛା, ଯେତେବେଳେ ତାଙ୍କ ଫ୍ୟାମିଲି ତାଙ୍କୁ ଦେଖିଲେ, ଡକ୍ଟର ହାତ ଟେକି ଦେଲେ ଆଉ କହିଲେ 2-3 ଘଣ୍ଟା ସେ ବଞ୍ଚିବ, ତା ପୂର୍ବରୁ ତୁମେ ନେଇଯିବା ଭଲ ହେବ। ସେ ସମୟ କଥା, ସେତେବେଳକୁ ସେମାନେ ଯେଉଁ ଆମ୍ବୁଲାନ୍ସରେ ନେଇକି ଆସୁଥିଲେ ସେଇ ଆମ୍ବୁଲାନ୍ସରେ ସେମାନେ ନେଇକି ଆସିଲେ। ମୁଁ ବହୁତ ଭିଡ଼, ନିଶ୍ଚୟ ମୁଁ ପାଖକୁ ଆଣିଲି, ମୁଁ ଭିଡ଼ରେ ଥିଲି। ଆମ ଯେଉଁ ଷ୍ଟାଫ୍ ମାନେ କହିଲେ ଗୋଟେ ICU ଏମର୍ଜେନ୍ସି ପେସେଣ୍ଟ ଆସିଛି, ଆଉ ତାପରେ ମୁଁ ଯେତେବେଳେ ଦେଖିଲା ପରେ ସର୍ବପ୍ରଥମେ ମୁଁ ଜାଣିବାକୁ ଇଚ୍ଛା କଲି ବ୍ୟକ୍ତି ସୁସ୍ଥ ହେଇପାରିବ ନା ହେଇପାରିବ ନାହିଁ। ଯେତେବେଳେ ମୁଁ ଜାଣିଲି ସେ ସୁସ୍ଥ ହେବ, ସେ ବଞ୍ଚିବ, ଆପଣ କେମିତି ଜାଣିଲେ ସେ ସୁସ୍ଥ ହେବ? ମୁଁ ପ୍ରଭୁଙ୍କୁ କଥାବାର୍ତ୍ତା ହୁଏ ଆଉ ମୋତେ ସେ ଚାଳନା ଦିଅନ୍ତି, ଜଣାପଡ଼େ ସୁସ୍ଥ ହେବ କି ସୁସ୍ଥ ହେଇପାରିବ ନାହିଁ। ପ୍ରତ୍ୟେକ ବିଷୟ ଆପଣଙ୍କୁ ଜଣାପଡ଼େ, ସୂଚନା ମିଳେ। ନିଶ୍ଚୟ। ଆଉ ଯେତେବେଳେ ତାହାକୁ ଆଣିଲା ପରେ ଆଉ ତାହାର ଶରୀରରୁ ମାନେ ବହୁତ ଚମଡ଼ା, ତା ସହିତ ରକ୍ତ, ମଇଳା ସବୁ ବାହାରି ଯାଉଥିଲା। ଆପଣଙ୍କୁ ସେ ଯେଉଁ ସଫା କଲା ବେଳକୁ କିଛି ଫିଲ୍ ଲାଗୁଥିଲେ କି ନାହିଁ? ନିଶ୍ଚିତ ଭାବରେ ଘୃଣା ଲାଗୁଥିଲେ? ଜାଗତିକ ମଣିଷ ଆମେ, ଆଉ ଘୃଣା ହେବ, କିନ୍ତୁ ଶରୀର ଗନ୍ଧିବା ଅପେକ୍ଷା, ଘୃଣା ହେବା ଅପେକ୍ଷା ମୋର ହାତ ଦେବା ପଛରେ ଜଣକୁ ଯଦି ଖୁସି ପଳେଇ ଆସୁଛି, ଶାନ୍ତି ପଳେଇ ଆସୁଛି, ସେ ଯଦି ସୁସ୍ଥ ହେଇପାରୁଛି, ତାଠାରୁ ଆନନ୍ଦର ବିଷୟ କ'ଣ ଅଛି? ପ୍ରକୃତରେ ଆପଣ, ମୁଁ ଯାହା ଦେଖିବାକୁ ପାଉଥିଲି ଆପଣଙ୍କର କ୍ଲିପ୍ ଗୁଡ଼ାକରେ, ଅନେକ ଲୋକଙ୍କୁ ମୁଣ୍ଡରେ ହାତ ରଖି ମାନେ ଯାହା କରନ୍ତି ସିଏ ପଡ଼ିଯାଆନ୍ତି। କାହିଁକି ପଡ଼ନ୍ତି? ଅନେକ ଲୋକ ଦୂରରେ ଥାଇ ମଧ୍ୟ ପଡ଼ିଯାଆନ୍ତି। କାହିଁକି ପଡ଼ନ୍ତି ସେମାନେ? ଆପଣ ଯେମିତି କହିଲେ ରୋଗୀମାନେ ଆସୁଛନ୍ତି, ରୋଗୀମାନେ ଆଶ୍ଚର୍ଯ୍ୟ କର୍ମ ବା ସୁସ୍ଥତା ନ ପାଇଲେ କାହିଁକି ଆସିବେ? ଠିକ୍ ସେମିତି ଏମାନେ ବି ଯେଉଁ ପଢ଼ୁଛନ୍ତି, ଏମାନଙ୍କ ଜୀବନରେ ଆଶ୍ଚର୍ଯ୍ୟ କର୍ମ ହେଉଛି, ଆଉ ବାଇବଲର ଅନେକ ଗୁରୁତ୍ୱ ବିଷୟ ଅଛି। ସେମାନେ ଯେତେବେଳେ ପ୍ରଭୁଙ୍କ ଶକ୍ତିକୁ ଗ୍ରହଣ କରୁଥିଲେ ସେମାନେ ପଡ଼ିଯାଉଥିଲେ, ଆଉ ତାହାକୁ ନେଇ ମୁଁ ଯଦି କହିବି ବହୁତ ସମୟ ହେବ, କିନ୍ତୁ ଖାଲି ଏତିକି ଗୋଟେ ବିଷୟ କହିବି ଯେ ପ୍ରଭୁଙ୍କ ଶକ୍ତି କାର୍ଯ୍ୟ କରେ, ନଚେତ୍ କାହିଁକି ଗୋଟେ ମନୁଷ୍ୟ ପଡ଼ୁଛି? ନିଶ୍ଚିତ। ତ ଯେତେବେଳେ ମିଟିଂରେ ଆପଣ ଥାଉଛନ୍ତି, ମିଟିଂରେ ଥିଲାବେଳକୁ ଏତେ ଗହଳି ଭିତରେ, ମାନେ ହଜାର ହଜାର ଗହଳି ଭିତରେ ଜଣଙ୍କର ନାମ ନେଇ ଡାକୁଛନ୍ତି, ଅଙ୍କ ରୋଗରେ ଆକ୍ରାନ୍ତ ଅଛନ୍ତି, ଆଉ ସେତେବେଳେ କେମିତି ଆପଣ ସୂଚନା ପାଉଛନ୍ତି ପ୍ରଭୁବାବୁ କେମିତି ମାନେ ସେ କଥା କହନ୍ତି, କେମିତି ଭଗବାନ ଆପଣଙ୍କୁ କେତେ କଥା କହନ୍ତି ଅଙ୍କ ଲୋକକୁ ଡାକ? ସେମିତି କଥା ନ କହିଥିଲେ ହଜାର ହଜାର ଲୋକ କାହିଁକି ମାନିଥାନ୍ତେ? ସେମିତି କଥା ହେଉଛନ୍ତି, ଆଉ ସେଥିପାଇଁ ଲୋକ ମାନୁଛନ୍ତି। ଆଉ କେମିତି ହେଇପାରୁଛି? ଏଇଟା ମୁଁ ପ୍ରଭୁଙ୍କୁ କଥା ହେବା ଦ୍ୱାରା, ଚାଳନା ମିଳିବା ଦ୍ୱାରା ହେଇପାରୁଛି।
ପ୍ରଭୁଙ୍କୁ ଆପଣ ମାନେ ଡାଇରେକ୍ଟ କଥାବାର୍ତ୍ତା ହେଉଛନ୍ତି, ସେ ସୂଚନା ଦେଉଛନ୍ତି, ପ୍ରଭୁ ସୂଚନା ଦେଉଛନ୍ତି ଆପଣ? ଅନେକ ବିଷୟ ମୁଁ ଜାଣିପାରିବି। ପ୍ରଭୁ ଏତେ ବଡ଼ ପରମେଶ୍ୱର, ଯାହାଙ୍କର ମାଟି ମାନେ ଯାହାଙ୍କର ପାଦ ତଳେ ପୃଥିବୀ ଅଛି। ଆମେ ପୃଥିବୀର କୋଉ କଣିକା ଯେ ଆମେ ତାଙ୍କ ଜ୍ଞାନକୁ ତାଙ୍କୁ ନେଇ ଆମେ ସହିତ ତାଙ୍କୁ ସମାନ କରିପାରିବାନି, କିନ୍ତୁ କିଛି ଅଂଶ ଯାହା ମୋତେ ମିଳିଛି ମୋ ଚାଳନାରେ ମୁଁ ଯାହା କରିପାରୁଛି, ଆଉ ପ୍ରଭୁ ଗୌରବ ପାଉଛନ୍ତି, ତା ସହିତ ଲୋକ ନିଜ ଜୀବନରେ ଶାନ୍ତି ପାଉଛନ୍ତି, ତାହାଠୁ ବଡ଼ ବିଷୟ କ'ଣ ରହିଛି? ଆଚ୍ଛା ସାର୍, ପ୍ରକୃତରେ ଏଭଳି ଆମର ଅନେକ ବାବାମାନେ ମଧ୍ୟ ଅଛନ୍ତି, ଏଭଳି ଅନେକ ଆଶ୍ଚର୍ଯ୍ୟପୂର୍ଣ୍ଣ କେତେ କେତେ ଜିନିଷ କରୁଛନ୍ତି, ଆଉ ଆମେ ଯାହା ଦେଖୁଛୁ ସେ ବିଷୟରେ ଆପଣ କ'ଣ କହିବେ? ଯେତେ ବାବାମାନେ ଅଛନ୍ତି ତାହାକୁ ଆକ୍ଷେପ କରି କହିବା କଥା ଠିକ୍ ନୁହେଁ, ଆଜ୍ଞା କିନ୍ତୁ ମୋ ସହିତ ଯାହା ହେଉଛି ମୁଁ ତାହା କହିବାକୁ ଚାହେଁ। ଆଜ୍ଞା ପ୍ରାୟ ମୁଁ ଯେତେବେଳେ ବାବାମାନଙ୍କୁ କିଛି କ୍ଲିପ୍ ଦେଖୁଛି, ସେମାନେ କିଛି ମନର କଥାକୁ ପ୍ରକାଶ କରନ୍ତି। ବର୍ତ୍ତମାନ ମୋ କଥା ମୁଁ କହିବି, ଯେତେବେଳେ ମୁଁ ରୋଗୀକୁ ଠିଆ କରୁଛି, ଆଜ୍ଞା ରୋଗୀ ଏମିତି ଅବସ୍ଥାରେ ଥାଏ, ଚାଲିପାରେ ନାହିଁ, ରୋଗୀ ଏମିତି ଅବସ୍ଥାରେ ଥାଏ, ଇନଫେକ୍ସନ୍ ହେଇଯାଇଥାଏ, କାହା ଶରୀରରେ ପୋକ ହେଇଯାଇଥାଏ। ଆଜ୍ଞା ସାଇନ୍ସ ଅନୁସାରେ ତାହାକୁ ଛୁଇଁଲେ ମୋତେ ଇନଫେକ୍ସନ୍ ହେଇଯିବା କଥା। ମୋର ବି ଛୋଟ ଛୋଟ ଛୁଆମାନେ ଆପଣ ଅଛନ୍ତି। ଯେତେବେଳେ କରୁଛନ୍ତି ସେତେବେଳେ ପୁଣି ଗ୍ଲୋଭ୍ସ ବି ନାହିଁ ଆପଣଙ୍କ ପାଖରେ। ରାଇଟ୍ ରାଇଟ୍। ଆଜ୍ଞା ମୋର ବି ଛୁଆମାନେ ଅଛନ୍ତି, ଛୁଆମାନେ ଛୋଟ ଛୋଟ ଛୁଆମାନଙ୍କୁ ଇନଫେକ୍ସନ୍ ହେଇଯିବା କଥା। ଆଜ୍ଞା ଏଇ ସମୟରେ ଯୋଉ ପ୍ରାକ୍ଟିକାଲି ଦେଖେଇକି କରାହଉଛି, ଆଜ୍ଞା এইটা ମୁଁ ପଚାରିବାକୁ ଚାହେଁ, ଏମିତି ପ୍ରାକ୍ଟିକାଲି ପୋକ ହେଇଥିବା, ପଚି ଯାଇଥିବା, ସଡ଼ି ଯାଇଥିବା ଆପଣଙ୍କୁ ବାବାଙ୍କ ପାଖରେ ଦେଖିପାରୁଛନ୍ତି? ପ୍ରକୃତରେ ଆପଣମାନେ ଦେଖୁଥିଲେ ପ୍ରଫେଟ